ଚାଲି ଚାଲି ଥକିଗଲା ପରେ ପାର୍କରେ ଥିବା ବେଞ୍ଚରେ ବସି ପଡ଼ିଲି। ଆଉ ଚାରିପଟେ ଯେଉଁ ଆମ୍ବ ଗଛ ସବୁ ଲାଗିଛି ସେଇଆକୁ ଦେଖୁଥାଏ ଆଉ ହାଲକା ହାଲକା ମୁଁ ସଟ୍ ନେଉଥାଏ। ରେଷ୍ଟ ନେଇ ସାରିଲା ପରେ ପୁଣି ଥରେ ମୁଁ ଚାଲିବା ପାଇଁ ଷ୍ଟାର୍ଟ କଲି। ଏତେ ସୁନ୍ଦର ଦେଖାଯାଉଛି ସିନ୍ଟିକୁ ଦେଖି ଟିକେ ଉପଭୋଗ କର। ମୋତେ ଦେଖି ବହୁତ ଖୁସି ଲାଗିଲା ଆଉ ମୁଁ ବି ମଧ୍ୟ ଭଲ ସଟ୍ ନେବା ପାଇଁ ଚେଷ୍ଟା କଲି। ଏହି ପାର୍କର ଗୋଟେ ପାର୍କିଂ ସ୍ଲଟ୍ ଅଛି ଯେଉଁଠିକି 4 ହ୍ୱିଲର 2 ହ୍ୱିଲର ସବୁ ରଖା ହୁଏ। ସେଇ ବାଟ ଦେଇ ମୁଁ ମୋର ରୁମକୁ ଯାଉଥାଏ।